ଏ ସାଙ୍ଗମାନେ କାଲି ହେଲା ନୂଆ ବର୍ଷ। ଆମେ କ'ଣ ଟିକେ ଭୋଜି ଫୋଜି କଲେ ହୁଅନ୍ତାନି? କ'ଣ କହୁଛ ସମସ୍ତେ, କରିବା ତ? ହଁ ହଁ କରିବା, କାହିଁକି ନା ଆମର ବହୁତ ଦିନ ହେଲାଣି ଭୋଜି ଫୋଜି ହେଇନି। କରିବା ସମସ୍ତେ, କ'ଣ କହୁଛ? ହଁ ହଁ, ମୁଁ ଭାତ ଡାଲି ରାନ୍ଧିବି ହେଲା। ଏମିତି ସବୁ ଚଢ଼େଇମାନଙ୍କ ଭିତରେ କଥା ହେଲା କିଏ କ'ଣ ରାନ୍ଧିବ। କିଏ କହିଲା ଭାତ ରାନ୍ଧିବି, କିଏ କହିଲା ଖଟା ରାନ୍ଧିବି, ଆଉ କିଏ କହିଲା ଜଙ୍ଗଲରୁ ଫଳମୂଳ ଆଣିକି ଦେବି। ସମସ୍ତଙ୍କ ଭିତରେ ଆଲୋଚନା ହେଲା। ହଉ ହଉ ଠିକ୍ ଅଛି, ଚାଲ ତାହେଲେ ସମସ୍ତେ ନିଜ ନିଜ ଘରକୁ। କାଲି ସକାଳେ ପାହାଡ଼ ପଛପଟେ ଯେଉଁ ପଡ଼ିଆଟା ଅଛି ସେଇଠିକି ଯିବା। ଆଉ ସେଇଠି ସମସ୍ତେ ଏକାଠି ହୋଇ ଭୋଜି କରିବା ହେଲା। ହଉ ହଉ ଚାଲ। ତା ପରଦିନ ସକାଳ ହେଲା। ଟିକି ଚଢ଼େଇ ଆସି କାଉ ପାଖରେ ପହଞ୍ଚିଲା। ଆଉ କାଉକୁ ପଚାରିଲା, କାଳୁ କାଉ, ତମେ କ'ଣ ଭୋଜି କରିବ ଆମ ସାଙ୍ଗରେ? ନୂଆ ବର୍ଷ ଲାଗି ଆମେ ଭୋଜି କରୁଛୁ। କାଳୁ କାଉ ସାଙ୍ଗେ ସାଙ୍ଗେ ହଁ ମାରିଦେଲା। ହଁ ମାରି କହିଲା, ହଁ ମୁଁ କରିବି, ହେଲେ ମୋତେ କିଛି କାମ ଆସେନି। ଯାହା ସହଜ କାମ କହିବ ମୁଁ କରିବି, ହେଲେ କଷ୍ଟିଆ କାମ ହେଲେ ମୁଁ କରିପାରିବିନି। ହଉ, ତମେ କିଛି କାମ କରିବା ଦରକାର ନାହିଁ। ମୁଁ କ୍ଷୀରି କରିବି, ତମେ ମୋତେ ଖାଲି ଟିକେ ସାହାଯ୍ୟ କରିବ। ହଉ ତାହେଲେ। ହଉ, ତମେ ଏଇଠି ଥାଅ, ମୁଁ ଘରୁ ଯାଇ କ୍ଷୀରିର ସାମଗ୍ରୀ ସବୁ ନେଇକି ଆସୁଛି। ଟିକି ଚଢ଼େଇ ଘରୁ ସବୁ ଜିନିଷ ଆଣିକି ଆସିକି ଦେଖେ ତ କାଳୁ କାଉ ଆସି ତାକୁ ଅପେକ୍ଷା କରିକି ବସିଛି। ଟିକି ଚଢ଼େଇ ସବୁ ଜିନିଷ ସଂଗ୍ରହ କରି ଆଣି କ୍ଷୀରି ପ୍ରସ୍ତୁତ କରିବାରେ ଲାଗି ରହେ। ଅଳସୁଆ କାଉ ଗଛ ଉପରେ ବସି ଦେଖୁଥାଏ। ଆଉ ଟିକି ଚଢ଼େଇ କ୍ଷୀରି ରାନ୍ଧି ସାରି ଟିକି ଚଢ଼େଇ କାଳୁ କାଉକୁ କହିଲା, କାଳୁ କାଉ, ଆସି କ୍ଷୀରିଟାକୁ ଜଗିଥାଅ। ମୁଁ ଟିକେ ଆରପଟ ଜଙ୍ଗଲକୁ ଯାଏ, ଆଉ ଦେଖେ ସେପଟେ କ'ଣ ରୋଷେଇ ହେଲାଣି ନା ନାହିଁ। ଏପଟେ ଦେଖିଲା ବେଳକୁ କାଳୁ କାଉ ମନରେ ଲୋଭ ଆସିଲାଣି କ୍ଷୀରିର ବାସ୍ନା ଶୁଙ୍ଗି। ଟିକି ଚଢ଼େଇ ସାଙ୍ଗେ ସାଙ୍ଗେ ସେଠାରୁ କ୍ଷୀରି କରିଦେଇ ପଳେଇଗଲା। ଟିକି ଚଢ଼େଇ କାଳୁ କାଉକୁ ଜଗେଇ ଦେଇ ସେଠାରୁ ପଳେଇଗଲା। ଆଉ କାଳୁ କାଉ ମନରେ ତ କେତେବେଳୁ ଲୋଭ ଆସିଥିଲା। କ୍ଷୀରି ତ ବଢ଼ିଆ ବାସ୍ନା ହେଉଛି, ଏତେ ଗୁରେ ହେଇଛି। ମୁଁ ଯଦି ଉପରୁ ଅଳ୍ପ କିଛି ଖାଇଦିଏ ତାହେଲେ ଟିକି ଚଢ଼େଇ ଜାଣିପାରିବନି। ଏମିତି କହି କାଳୁ କାଉ ଖାଉ ଖାଉ ସବୁ ଖାଇଦେଲା। ଆରେ ଇଏ କ'ଣ କଲି ମୁଁ? ଖାଉ ଖାଉ ସବୁ କ୍ଷୀରି ଖାଇଦେଲି। ହେ, ଟିକି ଚଢ଼େଇ ଆସିଲେ ମୋ ଉପରେ କିଣା ରାଗିବ। କାଳୁ କାଉ ଚାଲାକରେ ମିଛି ଯାଇ ଉପରେ ବସାରେ ଶୋଇ ପଡ଼ିଲା। ଆଉ ଟିକି ଚଢ଼େଇ ଆସି ଦେଖେ ତ କାଳୁ କାଉ ଶୋଇଛି। କାଳୁ କାଉ, ମୁଁ ତତେ କହିଥିଲି ନା କ୍ଷୀରି ପାଖରେ ଜଗିଥିବୁ, ତୁ କ'ଣ ଆସି ଶୋଇ ପଡ଼ିଛୁ? କ'ଣ କରିବି, ବସୁ ବସୁ ଟିକେ ଆଖି ଲାଗିଗଲା। ତାହେଲେ କିଛି କଥା ନାହିଁ, ଚାଲେ ଆମେ କ୍ଷୀରିଟାକୁ ନେଇ ସେମାନଙ୍କ ପାଖକୁ ଯିବା। ସେମାନଙ୍କର ସେପଟେ ରୋଷେଇ ସରିଲାଣି। ଟିକି ଚଢ଼େଇ କ୍ଷୀରି ହାଣ୍ଡି ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ହାଣ୍ଡିରେ ଟୋପେ ବି କ୍ଷୀରି ନାହିଁ। କାଳୁ କାଉ, ହାଣ୍ଡିରୁ କ୍ଷୀରି ତକ କୁଆଡ଼େ ଗଲା? ହାଣ୍ଡିରେ କ'ଣ ଟିକେ ବି ହେଲେ କ୍ଷୀରି ନାହିଁ? ମୁଁ ଜାଣିନି ଟିକି ଚଢ଼େଇ, ମୁଁ ଜଗିଥିଲି, ହେଲେ ମୋ ତ ଟିକେ ଆଖି ଲାଗିଗଲା। ଜାଣିପାରି କିଏ ବୋଧେ ଆସି ଖାଇଦେଲା ନା କ'ଣ? କାଳୁ କାଉ ଟିକି ଚଢ଼େଇ କଥା ହେଲା ଭିତରେ ଆସି ଜଙ୍ଗଲର ଅନ୍ୟ ଚଢ଼େଇମାନେ ପହଞ୍ଚିଗଲେ। ହ୍ୟାଲୋ ଚଢ଼େଇ, ତୋର କ୍ଷୀରି ରନ୍ଧା ସରିନି ଏପର୍ଯ୍ୟନ୍ତ? ସରିଲାଣି ଯଦି ଚାଲେ ନେଇକି ସେପଟକୁ, ରୋଷେଇ ସବୁ ସରିଗଲାଣି। ଆମକୁ ବି ବହୁତ ଜୋର ଭୋକ ଲାଗିଲାଣି, ନେଲେ ଆମେ ସମସ୍ତେ ଖାଇବା। ଚଢ଼େଇ କିଛି ନ କହି ଅନ୍ୟ ଚଢ଼େଇମାନଙ୍କୁ ଅନେଇ ରହିଲା। ମୁଁ ତମମାନଙ୍କ ପାଖକୁ ଗଲା ବେଳକୁ କାଳୁ କାଉକୁ ଜଗେଇ ଦେଇ ଯାଇଥିଲି, ହେଲେ ଆସିଲା ବେଳକୁ କାଳୁ କାଉ ଯାଇ ଗଛ ଉପରେ ଶୋଇ ପଡ଼ିଛି। ଆଉ କ୍ଷୀରି ତକ କିଏ ଗୋଟେ ଖାଇ ଦେଇଛି। କ୍ଷୀରି ଟିକେ ବି ହେଲେ ହାଣ୍ଡିରେ ନାହିଁ। କ'ଣ କରିବା ଏବେ? ହଉ ଛାଡ଼ ସେ କଥା, ମନ ଦୁଃଖ ଆଉ କରନା। କିଏ ଖାଇଛି ଜଣା ପଡ଼ିବ ହେଲା, ତୁ ଜମା ବ୍ୟସ୍ତ ହୋନା। କ୍ଷୀରିଟାକୁ ଯିଏ ଖାଇଛି ସିଏ ଧରା ପଡ଼ିଯିବ। ମୋ ପାଖରେ ଗୋଟେ ଭଲ ଉପାୟ ଅଛି। ସେଇ ଉପାୟ କରିଲେ କ୍ଷୀରିଟାକୁ କିଏ ଖାଇଛି ସେ ଧରା ପଡ଼ିଯିବ। ଶୁଆ ଏତିକି କହିଛି ନା ନାହିଁ, ସେପଟେ କାଳୁ କାଉ ଜୋରରେ ଡେଇଁଲାଣି। ଡେଇଁ କହିଲା,
କିଏ ମୋତେ ଗୋଟେ ବଞ୍ଚାଅ, ମୋ ପେଟ ଖାଲି କ'ଣ ହେଇଯାଉଛି। ସେ କ୍ଷୀରି ତକ ମୁଁ ଖାଇଛି, ମୋତେ ବଞ୍ଚାଅ, ମୋ ପେଟ ଫାଟିଯିବ ନା କ'ଣ? କିଛି ଗୋଟେ କର, ନହେଲେ ମୁଁ ମରିଯିବି। ଏଇଠି କାଳୁ କାଉ, ମୁଁ ଦିନ ଯାକ କେତେ ପରିଶ୍ରମ କରି ଏତେ ଗୁଡ଼ିଏ କ୍ଷୀରି କରିଥିଲି, ତୁ କେମିତି ଏକୁଟିଆ ସବୁ ଖାଇଦେଲୁ? ଏଇଠି କାଳୁ କାଉ, ତୁ ଯଦି ସତ ମାନିଯିବୁ କ୍ଷୀରି ତକ ତୁ ସବୁ ଖାଇଛୁ ବୋଲି, ତାହେଲେ ମୋ ପାଖରେ ଭଲ ଔଷଧ ଅଛି, ମୁଁ ତତେ ଦେଲେ ତୋର ପେଟ ଭଲ ହେଇଯିବ। କାଳୁ କାଉ ଆଉ ନିଜର ପେଟ ବିନ୍ଧାକୁ ନ ସହିପାରି ସବୁ ସତ କହିଲା। ହଁ ହଁ, ସେ ହାଣ୍ଡି ତକ କ୍ଷୀରି ସବୁ ଖାଇ ଦେଇଛି। ଏତେ ବାସ୍ନା ହେଲା ଯେ ମୁଁ ନିଜକୁ ଅଟକେଇ ପାରିନି, ଆଉ ମୁଁ ସବୁତକ କ୍ଷୀରି ଖାଇଦେଲି। ଜଙ୍ଗଲର ସବୁତକ ଚଢ଼େଇ ଆଶ୍ଚର୍ଯ୍ୟ ହୋଇ କାଉକୁ ଦେଖୁଥିଲେ। ହାଣ୍ଡିକର କ୍ଷୀରି ଖାଇଦେଲା। କାଉ ଲଜ୍ଜାରେ ମୁହଁ ତଳକୁ ପୋତି ରହି କାଉର କଷ୍ଟ ନ ଦେଖିପାରି ଶୁଆ ଆଣି ତାକୁ ଔଷଧ ଦେଲା। କାଳୁ କାଉ ସୁସ୍ଥ ହେଲା ପରେ ନୂଆ ବର୍ଷଟି ଧୁମଧାମରେ ପାଳିଲେ। ଜଙ୍ଗଲର ସବୁ ଚଢ଼େଇ ଆନନ୍ଦରେ ନାଚି ଉଠିଲେ।